ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ଓଡ଼ିଶାକୁ ଆସନ୍ତାକାଲି ତିନିଦିନିଆ ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ। ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଆଜି ମଧ୍ୟ ଦିନକ ପାଇଁ ମୁଲତବୀ ଘୋଷିତ। ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ବରିଷ୍ଠ ନେତା ହେମନ୍ତ ସୋରେନଙ୍କ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ। ୟୁକ୍ରେନ୍ର ଶକ୍ତିକ୍ଷେତ୍ର ଉପରେ ରୁଷର ଆକ୍ରମଣ ଯୋଗୁଁ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ଏବଂ ସୟଦ ମୋଦି ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଲେ ଭାରତର ପିଭି ସିନ୍ଧୁ, ଉନ୍ନତି ହୁଡା ଏବଂ ଶ୍ରିୟାଂଶୀ ଭାଲିଶେଟ୍ଟି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବେ। ମିଳିଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ବିଜେପିର ବରିଷ୍ଠ ପଦାଧିକାରୀ, ବିଧାୟକ ଏବଂ ସାଂସଦଙ୍କ ସହ ଆଲୋଚନା କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ଆସନ୍ତା ଶନିବାର ଦିନ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା ପୁଲିସ୍ ମହାନିର୍ଦ୍ଦେଶକଙ୍କ ସମ୍ମିଳନୀରେ ଯୋଗଦେବେ। ଶ୍ରୀ ମୋଦି ଡିସେମ୍ବର ପହିଲା ରବିବାର ଦିନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଆଜି ମଧ୍ୟ ସଂସଦର ଉଭୟ ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଲୋକସଭାରେ ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଜାରି ରହିଥିଲା। ଗୃହ ମଧ୍ୟଭାଗକୁ ଆସି ବିରୋଧୀ ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ସ୍ଲୋଗାନମାନ ଦେଇଥିଲେ। ବାଚସ୍ପତି ଓମ୍ ବିର୍ଲା ଦିନକ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ବିରୋଧୀଙ୍କ ଏଭଳି ଆଚରଣକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସମାଲୋଚନା କରିଛନ୍ତି। ବିରୋଧୀ ସଦସ୍ୟ ଅନାବଶ୍ୟକ ଭାବେ ହଟ୍ଟଗୋଳ ସୃଷ୍ଟି କରି ନୂତନ ସଦସ୍ୟଙ୍କୁ ସେମାନଙ୍କ ମତାମତ ଦେବାକୁ ସୁଯୋଗ ଦେଉନାହାନ୍ତି ବୋଲି ଶ୍ରୀ ରିଜିଜୁ କହିଛନ୍ତି। ଇତିମଧ୍ୟରେ ୱାକଫ୍ ସଂଶୋଧନ ବିଲ୍ 2024 ସମ୍ପର୍କିତ ଯୁଗ୍ମ ସଂସଦୀୟ କମିଟି ରିପୋର୍ଟ ଉପସ୍ଥାପନ ପାଇଁ ସମୟସୀମା 2025 ବଜେଟ୍ ଅଧିବେଶନର ଶେଷ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପ୍ରସ୍ତାବ ଆଗତ ହୋଇଛି। ଅନ୍ୟପକ୍ଷରେ ଉପନିର୍ବାଚନରେ ବିଜୟୀ ହୋଇଥିବା କଂଗ୍ରେସର ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ରବୀନ୍ଦ୍ର ବସନ୍ତରାଓ ଚୌହାନ ଲୋକସଭାର ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12ଟା ବେଳେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳର ସଦସ୍ୟମାନେ ହଟ୍ଟଗୋଳ ଆରମ୍ଭ କରିଥିଲେ। ଅଧ୍ୟକ୍ଷ ଜଗଦୀପ ଧନକଡ଼ ଗୃହରେ ଫଳପ୍ରଦ ଆଲୋଚନା ପାଇଁ ବିରୋଧୀଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ ମଧ୍ୟ ପରିସ୍ଥିତିରେ କୌଣସି ପରିବର୍ତ୍ତନ ଘଟିନଥିଲା। ପରେ ଶ୍ରୀ ଧନଖଡ଼ ଦିନକ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଏଭଳି କାର୍ଯ୍ୟ ଗଣତାନ୍ତ୍ରିକ ଭିତ୍ତିଭୂମିକୁ ଦୁର୍ବଳ କରୁଛି ବୋଲି ଶ୍ରୀ ଧନକଡ଼ କହିଛନ୍ତି। ରାଜ୍ୟସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଆଜି କେତେକ ପ୍ରଶ୍ନ ଉପରେ ସରକାରଙ୍କ ପକ୍ଷରୁ ଲିଖିତ ତଥ୍ୟ ଉପସ୍ଥାପନ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଦେଇଥିବା ସୂଚନା ଅନୁଯାୟୀ ମିଳିତ ଜାତିସଂଘ ନିରାପତ୍ତା ପରିଷଦର ସମ୍ପ୍ରସାରଣ ପାଇଁ ଅନ୍ୟ ସଦସ୍ୟ ରାଷ୍ଟ୍ରଙ୍କଠାରୁ ସମର୍ଥନ ଯୋଗାଡ଼ କରିବାରେ ଭାରତ କାର୍ଯ୍ୟ କରୁଛି। ସ୍ଥାୟୀ ସଦସ୍ୟତାର ସମସ୍ତ ପ୍ରମାଣପତ୍ର ନୂଆଦିଲ୍ଲୀ ପାଖରେ ଅଛି ବୋଲି ସେ କହିଛନ୍ତି। ଏଥିପାଇଁ ସରକାର ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି। ଜାତିସଂଘ ନିରାପତ୍ତା ପରିଷଦର ବ୍ୟାପକ ସଂସ୍କାରକୁ ବହୁ ଦେଶ ସମର୍ଥନ କରୁଛନ୍ତି ବୋଲି ସେ କହିଛନ୍ତି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ କହିଛନ୍ତି, ଗତ ଜୁଲାଇ ମାସରେ ପାକିସ୍ତାନରେ ଦେଇଥିବା ତଥ୍ୟ ଅନୁଯାୟୀ 211 ଜଣ ଭାରତୀୟ ମତ୍ସ୍ୟଜୀବୀ ତାଙ୍କ ହେଫାଜତରେ ଅଛନ୍ତି। ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ଏବଂ ବିମାନଗୁଡ଼ିକ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେଖାରେ ତୀକ୍ଷ୍ଣ ନଜର ରଖିବା ସହିତ ଭାରତୀୟ ମାଛଧରା ଡଙ୍ଗାଗୁଡ଼ିକୁ ଦେଶର ଜଳସୀମା ଆଡ଼କୁ ମାର୍ଗଦର୍ଶନ କରୁଛନ୍ତି ବୋଲି ସେ ଗୃହରେ ସୂଚନା ଦେଇଛନ୍ତି। ଭାରତ ଓ କାନାଡା ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଉତ୍ତର ରଖି ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଯୋଗାଯୋଗ ରହିଛି। ପାରସ୍ପରିକ ସହଯୋଗ, ଆଞ୍ଚଳିକ ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ପ୍ରତି ସମ୍ମାନ ଦ୍ୱିପାକ୍ଷିକ ସମ୍ପର୍କରେ ପ୍ରାଥମିକତା ରହିଛି। ଭାରତ ବିରୋଧୀ ଗୋଷ୍ଠୀଙ୍କ ବିରୋଧରେ ତୁରନ୍ତ ଏବଂ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ କାନାଡା ସରକାରଙ୍କୁ ଅନୁରୋଧ କରିଛି। କାନାଡା କର୍ତ୍ତୃପକ୍ଷ ଭାରତୀୟ କୂଟନୀତିଜ୍ଞ ଏବଂ କୂଟନୈତିକ ସମ୍ପର୍କକୁ ସୁରକ୍ଷା ପ୍ରଦାନ କରିବାରେ ସକ୍ଷମ ଥିବାବେଳେ ନିକଟରେ ଏନେଇ ସୁରକ୍ଷା ପ୍ରଦାନ କରିବାରେ ଅସମର୍ଥ ପ୍ରକାଶ କରିଥିଲେ। ଫଳରେ ପାସପୋର୍ଟ ସମ୍ବନ୍ଧୀୟ ସେବା ପ୍ରଦାନ କରିବାରେ ଶିବିରମାନ ଆୟୋଜନ କରିବା ସମ୍ଭବ ହୋଇନଥିଲା ବୋଲି ମନ୍ତ୍ରୀ ଶ୍ରୀ ସିଂ ଗୃହରେ ସୂଚନା ଦେଇଛନ୍ତି। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ସିଂ କହିଛନ୍ତି, ହିନ୍ଦୁ ତଥା ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପାସନା ସ୍ଥଳୀଗୁଡ଼ିକର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଭାରତ ବାଂଲାଦେଶକୁ ଆହ୍ୱାନ ଦେଇଛି। ସେ ଆହୁରି କହିଛନ୍ତି, ଇସ୍ରାଏଲ୍ରେ ପ୍ରାୟ 32,000 ଭାରତୀୟ ଶ୍ରମିକ ରହିଛନ୍ତି।
ତେବେ ସେମାନଙ୍କ ମଧ୍ୟରୁ ଭାଷା ପ୍ରତିବନ୍ଧକ ଏବଂ ଦକ୍ଷତାର ଅସମାନତା କାରଣରୁ 220 ଜଣ ଶ୍ରମିକ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି ବୋଲି ଶ୍ରୀ ସିଂ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଲୋକସଭାରେ ମଧ୍ୟ ଆଜି ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ସରକାରଙ୍କ ପକ୍ଷରୁ କେତେକ ପ୍ରଶ୍ନର ଲିଖିତ ଉତ୍ତର ପ୍ରଦାନ କରାଯାଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଭାରତୀୟ ରେଳବାଇ ଦ୍ରୁତଗାମୀ ଟ୍ରେନ୍ର ନକ୍ସା ପ୍ରସ୍ତୁତି ଏବଂ ଉତ୍ପାଦନ ଆରମ୍ଭ କରିଛି। ଟ୍ରେନ୍ର ଅଣସଂରକ୍ଷିତ ବଗି ବନ୍ଦ କରିବାକୁ ରେଳବାଇର କୌଣସି ଯୋଜନା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଚାହିଦାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ସାଧାରଣ ବର୍ଗ ଏବଂ ସ୍ଲିପର କ୍ଲାସ୍ ସମେତ 10,000 ଅଣବାତାନୁକୂଳିତ କୋଚ୍ ନିର୍ମାଣ କରିବାକୁ ଯୋଜନା ରଖିଛି ବୋଲି ସେ କହିଛନ୍ତି। ସେହିଭଳି ବନ୍ଦେ ଭାରତ ଟ୍ରେନ୍ର ଗତି ହ୍ରାସ କରିବାକୁ କୌଣସି ପ୍ରସ୍ତାବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି। ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ କହିଛନ୍ତି, ଉଜ୍ଜଳା ଯୋଜନାରେ ଏଲ୍ଇଡି ବଲ୍ବ ବଣ୍ଟନ ଦ୍ୱାରା ବାର୍ଷିକ 19,000 କୋଟି ଟଙ୍କାରୁ ଅଧିକ ସଞ୍ଚୟ ହୋଇପାରୁଛି। ସ୍ମାର୍ଟ ସିଟି ମିଶନ ଅଧୀନରେ ପ୍ରାୟ 1,47,000 କୋଟି ବ୍ୟୟରେ 7,352ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ବୋଲି ସ୍ୱରାଷ୍ଟ୍ର ଓ ନଗର ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ ଲୋକସଭାରେ ସୂଚନା ଦେଇଛନ୍ତି। ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ବରିଷ୍ଠ ନେତା ହେମନ୍ତ ସୋରେନ ଆଜି ଚତୁର୍ଥ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଞ୍ଚିର ମୋହରାବାଡ଼ି ପଡ଼ିଆରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର ଶ୍ରୀ ସୋରେନଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଆର୍ଜେଡି ନେତା ତେଜସ୍ୱୀ ପ୍ରସାଦ ଯାଦବ, ସିପିଆଇ ସାଧାରଣ ସମ୍ପାଦକ ଦୀପଙ୍କର ଭଟ୍ଟାଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାନସଭାର ଆସ୍ଥା ଭୋଟ୍ ଲୋଡ଼ିବେ ଏବଂ ତାହାପରେ ମନ୍ତ୍ରିମଣ୍ଡଳ ସଦସ୍ୟ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, 81 ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ଇଣ୍ଡି ମେଣ୍ଟ 56ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ 24ଟି ଏବଂ ଝାଡ଼ଖଣ୍ଡ ଗଣତାନ୍ତ୍ରିକ କ୍ରାନ୍ତିକାରୀ ମୋର୍ଚ୍ଚା ଗୋଟିଏ ଆସନ ଅକ୍ତିଆର କରିଛନ୍ତି। ଭାରତୀୟ ଇତିହାସ ଏବଂ ସଂସ୍କୃତି ପ୍ରତି ବିଶ୍ୱସ୍ତରୀୟ ଉତ୍ସାହକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ତୋଷ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତୀୟ ସଂସ୍କୃତି ବିଶ୍ୱସ୍ତରରେ ପ୍ରତିଫଳିତ ହେଉଛି। ତାଙ୍କ ବିଦେଶ ଗସ୍ତର ଅଭିଜ୍ଞତାକୁ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ଇତିହାସ ଓ ସଂସ୍କୃତି ପ୍ରତି ବିଦେଶରେ ମିଳୁଥିବା ଉତ୍ସାହ ଅତ୍ୟନ୍ତ ଆନନ୍ଦଦାୟକ। ୟୁକ୍ରେନ୍ର ଶକ୍ତିକ୍ଷେତ୍ର ଉପରେ ରୁଷର ଆକ୍ରମଣ ଯୋଗୁଁ 10 ଲକ୍ଷରୁ ଅଧିକ ଲୋକ ବିଦ୍ୟୁତ୍ ସେବାରୁ ବଞ୍ଚିତ ହୋଇଛନ୍ତି। 3ଟି ପଶ୍ଚିମାଞ୍ଚଳ ସମେତ ୟୁକ୍ରେନ୍ର ଅତି କମ୍ରେ 12ଟି ଅଞ୍ଚଳ ଏହି ଆକ୍ରମଣରେ ପ୍ରଭାବିତ ହୋଇଛି। ୟୁକ୍ରେନ୍ ଶକ୍ତିମନ୍ତ୍ରୀ ହରମନ ହାଲୁସଚେଙ୍କୋ କହିଛନ୍ତି, ଜରୁରୀକାଳୀନ ବିଜୁଳି ସେବାକୁ ବନ୍ଦ ରଖିବାକୁ ମଧ୍ୟ ପଦକ୍ଷେପ ନିଆଯାଉଛି। ଅନ୍ୟପକ୍ଷରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ କହିଛନ୍ତି, ପାଶ୍ଚାତ୍ୟ ଅସ୍ତ୍ରଶସ୍ତ୍ର ଦ୍ୱାରା ୟୁକ୍ରେନ୍ ପକ୍ଷରୁ ରୁଷ ଉପରେ ହୋଇଥିବା ଆକ୍ରମଣର ଜବାବ ଦିଆଯାଇଛି। ସୈୟଦ ମୋଦି ଭାରତ ଆନ୍ତର୍ଜାତିକ 2024 ସୁପର 300 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ପିଭି ସିନ୍ଧୁ, ଉନ୍ନତି ହୁଡା ଏବଂ ଶ୍ରିୟାଂଶୀ ଭାଲିସେଟ୍ଟି ମହିଳା ଏକକ ବର୍ଗରେ ଉନ୍ନୀତ ହୋଇଛନ୍ତି। ଲକ୍ଷ୍ନୌଠାରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲ୍ରେ ପିଭି ସିନ୍ଧୁ ଇରା ଶର୍ମାଙ୍କୁ ଏବଂ ଉନ୍ନତି ହୁଡା ଥାଇଲାଣ୍ଡର ପର୍ଣ୍ଣପିଚା ଚୋଇକେଓଙ୍ଗଙ୍କୁ ପରାସ୍ତ କରିଛନ୍ତି। ସେହିଭଳି ମାଳବିକା ବନସୁଦଙ୍କୁ ପରାସ୍ତ କରି ଶ୍ରେୟାଂଶୀ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ପୁରୁଷ ଏକକ ବର୍ଗରେ ଲକ୍ଷ୍ୟ ସେନ୍, ମୟୂରବା ଲୁଓଙ୍ଗ ମୈସୁମ ଏବଂ ଆୟୁଷ ସେଟ୍ଟି ଶେଷ 8 ଜଣ ଖେଳାଳିଙ୍କ ମଧ୍ୟରେ ସ୍ଥାନିତ ହୋଇଛନ୍ତି। ଆସନ୍ତାକାଲି ପୁରୁଷ ଏକକ ବର୍ଗରେ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ ଆରମ୍ଭ ହେବ। ମହିଳା ଡବଲ୍ସରେ ତନିଷା କ୍ରେଷ୍ଟୋ ଏବଂ ଅଶ୍ୱିନୀ ପୋନାପ୍ପାଙ୍କ ଯୋଡ଼ି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସମ୍ପର୍କ ଦୃଢ଼ ରହିଛି ବୋଲି ଭାରତୀୟ କ୍ରିକେଟ୍ ଖେଳାଳି ରୋହିତ ଶର୍ମା କହିଛନ୍ତି। କାନବେରାସ୍ଥିତ ଅଷ୍ଟ୍ରେଲିଆ ଫେଡେରାଲ ସଂସଦ ଭବନରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସମାରୋହରେ ଯୋଗଦେଇ ଶ୍ରୀ ଶର୍ମା ଏହା କହିଛନ୍ତି। ଚଳିତ କ୍ରିକେଟ୍ ଶୃଙ୍ଖଳାରେ ଭାରତ ବିଜୟଧାରା ବଜାୟ ରଖିବ ବୋଲି ଶ୍ରୀ ଶର୍ମା ଆଶା ପ୍ରକଟ କରିଛନ୍ତି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ଏହି ସମାରୋହରେ ଯୋଗ ଦେଇଥିଲେ। ଭାରତୀୟ କ୍ରିକେଟ୍ ଦଳ ଆଜି ସକାଳେ ପର୍ଥରୁ ବାହାରି କାନବେରାରେ ପହଞ୍ଚିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଓଡ଼ିଶାକୁ ଆସନ୍ତାକାଲି 3 ଦିନିଆ ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ। ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଆଜି ମଧ୍ୟ ଦିନକ ପାଇଁ ମୁଲତବୀ ଘୋଷିତ।
ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ବରିଷ୍ଠ ନେତା ହେମନ୍ତ ସୋରେନଙ୍କ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ଏବଂ ୟୁକ୍ରେନ୍ର ଶକ୍ତିକ୍ଷେତ୍ର ଉପରେ ରୁଷର ଆକ୍ରମଣ ଯୋଗୁଁ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ news&air.gov.in ୱେବସାଇଟ୍ ଏବଂ news&air ଆପ୍ରେ ଲଗ୍ଇନ୍ କରିପାରିବେ।